ଓଡ଼ିଆ ରଚନା ତୁମ ଜୀବନର ଲକ୍ଷ୍ୟ। ଉପକ୍ରମ। ଲକ୍ଷ୍ୟହୀନ ଜୀବନ ଏକ ସଫଳ ଜୀବନ ନୁହେଁ। ପ୍ରତ୍ୟେକ ମନୁଷ୍ୟ ଜୀବନରେ କିଛି ନା କିଛି ଲକ୍ଷ୍ୟ ରଖିଥାନ୍ତି। ଏହି ଲକ୍ଷ୍ୟ ଯଦି ପିଲାଦିନରୁ ରଖାଯାଏ ତେବେ ପିଲାବେଳଠାରୁ ହିଁ ସେ ଲକ୍ଷ୍ୟ ହାସଲ କରିବା ପାଇଁ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିଥାଏ। ମୁଁ ଜଣେ ଛାତ୍ର ଅଟେ। ମୋ ଜୀବନର ଲକ୍ଷ୍ୟ ହେଉଛି ମୁଁ ଭବିଷ୍ୟତରେ ଜଣେ ଡାକ୍ତର ହେବି। ତେଣୁ ଆଜିଠାରୁ ମୁଁ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରୁଛି। କାରଣ ମୁଁ ସବୁ କଥାକୁ ଚିନ୍ତା କରି ଶେଷରେ ମୁଁ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛି। ମାନବ ସେବା ହିଁ ଶ୍ରେଷ୍ଠ କାର୍ଯ୍ୟ। ଏହା ଈଶ୍ୱରଙ୍କ ସେବା ସହିତ ତୁଳନୀୟ ଅଟେ। ଗାଁ ଗହଳିରେ ଡାକ୍ତରଙ୍କ ଅଭାବ ଯୋଗୁଁ ଅନେକ ଲୋକ କଷ୍ଟ ପାଇବା ସହ ମୃତ୍ୟୁ ମୁଖରେ ପଡ଼ନ୍ତି। ତେଣୁ ମୋର ଲକ୍ଷ୍ୟ ମୁଁ ଡାକ୍ତର ହେଲା ପରେ ଗାଁର ଗରିବ ଲୋକଙ୍କ ସେବା କରିବି। ସେମାନଙ୍କର ଉପଯୁକ୍ତ ସେବା କଲେ ସେମାନେ ନିଶ୍ଚୟ ମୃତ୍ୟୁମୁଖରୁ ରକ୍ଷା ପାଇବେ। ସେମାନଙ୍କର ସେବା କରି ସେମାନଙ୍କୁ ରୋଗମୁକ୍ତ କରିପାରିଲେ ମୁଁ ବିଶେଷ ଆନନ୍ଦିତ ହେବି। ସେମାନଙ୍କ ମୁହଁରେ ହସ ଫୁଟାଇ ମୋର ଜୀବନ ସାର୍ଥକ କରିବି। ତେଣୁ ମୁଁ ଗାଁରେ ଗୋଟିଏ ଘରୋଇ ଚିକିତ୍ସାଳୟ ସ୍ଥାପନା କରି ଗାଁର ରୋଗୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ମୋର ଲକ୍ଷ୍ୟ। ପ୍ରସ୍ତୁତି। ଡାକ୍ତର ହେବାର ଆଗ୍ରହ ରଖି ମୁଁ ଏକାଗ୍ରତାର ସହ ପାଠ ପଢ଼ୁଛି। ମୁଁ ବିଶେଷ କରି ଗଣିତ ଓ ବିଜ୍ଞାନ ପାଠର ଉତ୍ତମ ଛାତ୍ର। ମୁଁ ଆହୁରି ଅଧିକରୁ ଅଧିକ ପରିଶ୍ରମ କରି ମୋର ପାଠପଢ଼ା ଭଲ କରିବାକୁ ଚେଷ୍ଟା କରିବି। ଯେପରି ମୁଁ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ଲାଭ କରିପାରିବି। ଶେଷ କଥା, ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ମୋତେ ଏହି ଲକ୍ଷ୍ୟ ପୂରଣରେ ସହାୟକ ହୁଅନ୍ତୁ। ରୋଗୀ ଦୁଃଖୀଙ୍କ ସେବା କରି ମୁଁ ଖୁବ୍ ଆନନ୍ଦ ଉପଭୋଗ କରିବି। ସେବା ହିଁ ହେଉଛି ଏକ ମହାନ ଧର୍ମ।